Happy birthday to you. ମୁଁ ଆଇ ଫ୍ୟାନ୍ଟା ଦେଉଛି କୋଉଥିରେ ଲିଭେଇ ଗଲି ନମସ୍କାର ଜୟ ଜଗନ୍ନାଥ। ତ ମୁଁ ମନିତା ସ୍ୱାଗତ ଜଣାଉଛି ଆପଣମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲ୍କୁ। ତ ଆଜି ହେଉଛି ଆଲାରାମ ବାଜିଲା ମାନେ 12ଟା ବାଜିବାକୁ ଆଉ 2 ମିନିଟ୍ ଟାଇମ୍ ଅଛି। ଆଜି ହେଉଛି ଆମ ସାର୍ଙ୍କ ଜନ୍ମଦିନ। ତ ଏବେ ମାନେ ଆଜି ହେଉଛି କେତେ 28 ତାରିଖ ଅକ୍ଟୋବର 28। ଆଜି ଆମ ସାର୍ଙ୍କ ଜନ୍ମଦିନ। ତ ମୁଁ ଏବେ ବାହାରେ ଅଛି। ଚାଲନ୍ତୁ ତାଙ୍କୁ ୱିଶ୍ କରିବା, ଦେଖିବା କ'ଣ ହେଉଛି। ଏବେ ରୁମ୍ରେ ଅଛନ୍ତି, ଶୋଇଛନ୍ତି। ଆଉ 12ଟା ବାଜିବାକୁ 2 ମିନିଟ୍ ଟାଇମ୍ ଅଛି। ମୁଁ ବାହାରେ ଏକୁଟିଆ ଅଛି। ଚାଲନ୍ତୁ ଏବେ ରୁମ୍କୁ ଯିବା, ଦେଖିବା କି କ'ଣ କରୁଛନ୍ତି। ହାପି ବାର୍ଥଡେ ଟୁ ୟୁ। ମୁହଁ ଦେଖାଅ, ମୁହଁ ଦେଖା। ହାପି ବାର୍ଥଡେ ଟୁ ୟୁ। ହାପି ବାର୍ଥଡେ ଟୁ ୟୁ। ତମେ ଶୋଇ ନଥିଲ କ'ଣ ପାଇଁ? ତମେ ଶୋଉନା। ହେଇବା ତମେ ଫୋନ୍ ଦେଖୁଛ। ତମେ ଆଖି ବନ୍ଦ, ତମେ ଆଉ ଥରେ ଆଖି ବନ୍ଦ କର। ନା ତମେ ଆଉ ଥରେ ଆଖି ବନ୍ଦ କର। ହେଲାନି। ତମେ ଆଖି ବନ୍ଦ କର ଭଲସେ। ବନ୍ଦ କରୁଛ? ବନ୍ଦ କର। ସେମିତି ଆଖି ବନ୍ଦ କରୁଥିବ ହେଲା। ଟିକେ ଫ୍ୟାନ୍ଟା ବନ୍ଦ କରୁଛି। ହାପି ବାର୍ଥଡେ ଟୁ ୟୁ। ଏଇଟା ଆଉ ଥରେ ହାପି ବାର୍ଥଡେ ଟୁ ୟୁ। ଉଠ 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 ଉଠ। ଏଇଟା ମୁଁ ହାତରେ ତିଆରି କରିଛି। ଏମିତି କହିବନି କୋଉଠୁ ଆଣିଛି। ଏଇଟା ଛୁରୀଟା, ଏଇଟା ମୁଁ ହାତରେ ତିଆରି କରିଛି। ଓକେ ଭଗବାନ, ମୁଁ ଟିକେ ଫ୍ୟାନ୍ ବନ୍ଦ କଲି, ଛୁଆ ପୁରା ଝାଳ ନାଳରେ ଆଣ୍ଠିଏ। ଭଗବାନ, ଏଇଟା ମୁଁ ତିଆରି କରିଛି। ଶୁଣ, 8:30 ବେଳକୁ ମୁଁ ଯାଇଥିଲି ବାପାଙ୍କୁ। ରୁହ ମୁଁ ଆଗେ କହିସାରେ। 8:30 ବେଳକୁ ଯାଇଥିଲି ବାପାଙ୍କୁ ଘଷି ଦେବା ପାଇଁ। ତାପରେ 9ଟା ବେଳକୁ ଯେତେବେଳେ ଯାଇଥିଲି, ଏଇଟା ଘଷିବାକୁ ଯାଇନଥିଲି, ଏଇଟା ବନଉଥିଲି। ରହିଥାଉ, କାଟି ନଥିବ। ଫଟୋ ଉଠୁ ସାର୍ ଆମର ପୁରା ଗରମରେ ତାଙ୍କ ହାଲତ ଖରାପ ହେଇଗଲାଣି। ଓକେ, ତମେ ଏଇଟା ଫୁଙ୍କି ଦିଅ, ମୁଁ ତାପରେ ବନ୍ଦ କରିଦେବି। ହାପି ବାର୍ଥଡେ ଟୁ ୟୁ। ମୁଁ ଆଗେ ଫ୍ୟାନ୍ଟା ଦେଉଛି। କୋଉଥିରେ ଲିଭେଇ ଗଲି ମୋ ନାକ ନିଶ୍ୱାସରେ। ମୁଁ ଫୁଙ୍କିଛି, ଦେଖିବୁ ଭିଡ଼ିଓରେ। ତମ ନାକରେ ଗୋଟେ ଓକେ ଓକେ। ହାପି ବାର୍ଥଡେ ଟୁ ୟୁ। ହାପି ବାର୍ଥଡେ ଟୁ ୟୁ। ମୁଁ ତିଆରି କରିଛି। ବାଳେ ବନେଇଥିଲି, ଏଇଟା କଟାକଟିରେ ଟିକେ ଏପଟ ସେପଟ ହେଇଗଲା। ମୁଁ ମୋ ନିଜ ହାତରେ କେକ୍ଟା ତ କାଟିଲ, ଏଇଠି ଦେଖେଇଲନି କାହିଁକି ଭିଡ଼ିଓରେ? ଅଧରେ କାଟ, ଏଇଟା ହେଲାନି। ମୁଁ ବନେଇଛି। ବଢ଼ିଆ ଲାଗିବ ଯେହେତୁ ମୋ ହାତ ତିଆରି। କିଛିଟା ଜିନିଷ କିଣିବାକୁ ପଡ଼ିଛି ଏଥିରେ ୟୁଜ୍ କରିବା ପାଇଁ। ଅଣ୍ଡା ଫଣ୍ଡା ପକେଇନି ତ? ନା, ମାଇଁ ତ ପକେଇନି। ବିନା ଅଣ୍ଡାରେ ତ ବଢ଼ିଆ ହେଇଛି। ଆଜି ହେଉଛି ଆମ ସାର୍ଙ୍କ ଜନ୍ମଦିନ। ତୁମକୁ ଅନେକ 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 ଅନେକ
ଖାଇବୁ ନା ମୁଁ ଖାଇଦେବି ସବୁ। ଖାଇଦିଅ ତୁ ହଁ ଖାଇଦିଅ, ମୁଁ ଖାଇବିନି ଆଉ। ତୋ ଏଇଟା ମଜା। ବଡ଼ଟେ ଦେଖନ୍ତୁ, ବଡ଼ଟେ ମୋ ପାଇଁ ରଖୁଛନ୍ତି, ଛୋଟଟେ ସେ ନେଉଛନ୍ତି। ଆରେ ମୁଁ ଖାଇବିନି। ବଡ଼ଟା ମୁଁ ନେଇ ଓକେ। ଏବେ ଟାଇମ୍ ହେଲା 12ଟା 8 ଆମ ଘରେ କିଏ ଉଠିଛନ୍ତି ନା? ଫ୍ୟାନ୍ଟା ଚଲେଇଲି ଚାଲିଲାନି, ଧରିଲା ମୁଁ ଫ୍ୟାନ୍ଟା ଉଠି ଚଲେଇ ଦେଉଛି। ସାଉଣ୍ଡ ହେଲା ତ ବାହାରେ ଜଣାପଡ଼ୁଛି। ହେଲା ତ ଲୁଣିଆ ଲାଗିଲା, ଲୁଣ ପକେଇ ଦେଇଥିଲି। ବେଶୀ ନୁହଁ, ହାଲକା ମାନେ ଉପରେ ଜଷ୍ଟ ଇଏ କରିଥିଲି ନା, କଲାବେଳେ ଉପର ଡିଜାଇନଟା ଯେତେବେଳେ କଲି ତାକୁ କିଛି କିଛି ପକେଇବାକୁ ପଡ଼ିଲା, ସେତେବେଳେ ଟିକେ ଲୁଣିଆ ହେଇଗଲା। ଲୁଣିଆ ନୁହଁ, ମୁଁ ଜାଣିଥିଲି ପକେଇଲି, ଗୋଟେ ଗୋଟେ ଜାଗାରେ ଟିକେ ଅଧିକ ପଡ଼ିଛି ଆଉ। ଭଲ ଲାଗିଲା ତ? ମୁଁ ବନେଇଛି, ମୁଁ ଚାଟି ଗୋଟେ ଲୋକ ଚାଟି ଖାଉଛନ୍ତି। ଶୁଣୁ ନା, ଆଜି ତମ ଜନ୍ମଦିନରେ ମୋତେ କ'ଣ ଦବ? ତୁ ମୋତେ ଦବୁ? ମୁଁ ଆପଣମାନଙ୍କୁ କହୁଛି, ମାନେ ଇଏ ବ୍ୟକ୍ତି ଜଣଙ୍କ ମୁଁ ତାଙ୍କୁ ଏତେ ଭଲ ପାଏ, ଇଏ ଜମା ବି ମୋତେ ଭଲ ପାଆନ୍ତିନି। ମୁଁ ଟିକେ ମେହେନ୍ଦି ଲଗାଇଥିଲି, କାଲି ଆମକୁ ଗୋଟେ ଜାଗାକୁ ଯିବାର ଅଛି ମାନେ ବର୍ଷା ହେଉଛି, ସେମିତି କିଛି ଫାଇନାଲ୍ ଯିବାର ଅଛି, ସେଥିପାଇଁ ମୁଁ ଆଉ କିଛି କହିନି। ଆମେ ଭାବୁଛୁ କି ଯିବା ପାଇଁ, ସେଥିପାଇଁ ମୁଁ ଟିକେ ହାତରେ ମେହେନ୍ଦି ଲଗାଇଥିଲି। ଆପଣମାନେ ବି ଦେଖିପାରୁଥିବେ, ଜଷ୍ଟ ଟିକେ ଟିକେ ଦେଖାହେଉଛି। ମେହେନ୍ଦି ମୋର ଜମା ବି ଗାଢ଼ା ପଡ଼ୁନି, ହେଲେ ଇଏ ଯେତେବେଳେ ବାହାଘର ମେହେନ୍ଦି ଲଗାଇଥିଲେ ତାଙ୍କ ହାତରେ ମାନେ ମେହେନ୍ଦି ଏତେ ଗାଢ଼ା ପଡ଼ିଥିଲା, ମାନେ ମୁଁ ତାଙ୍କୁ କେତେ ଭଲ ପାଏ। ଆଉ ବାହାଘରରେ ମୁଁ ଯେଉଁ ମେହେନ୍ଦି ଲଗାଇଥିଲି ହାଲକା ସେ ଟିକେ ପଡ଼ିଥିଲା, ଇଏ ଯେମିତି ଟିକେ ପଡ଼ିଛି, ମାନେ ଇଏ ମୋତେ ଜମା ବି ଭଲ ପାଆନ୍ତିନି। ଭଲ ପାଉନି ମୋତେ, ଭଲ ପାଉନି କହୁଛନ୍ତି ପତିକି ଦେଖୁଥିଲୁ ଭିତରେ। ହଁ, ମୁଁ ତ ମୋ ହୃଦୟ ଭିତରେ ପଶିଛି, ଏଇ ହୃଦୟ ଭିତରେ ପଶିକି ଦେଖିଛି। ତ ଆମ ବାହାଘର ପରେ ହେଉଛି ଏଇଟା ଆମର ଫାଷ୍ଟ, ମାନେ ଆଙ୍କ ଜନ୍ମଦିନରେ ଏଇଟା ଆମର ଫାଷ୍ଟ ବାର୍ଥଡେ ସେଲିବ୍ରେସନ୍। କାଲି ସକାଳେ କାଲି ଆମର ଏମିତି କିଛି ଗୋଟେ ପ୍ଲାନିଂ ଅଛି ଯିବା ପାଇଁ। ଯଦି ଆମେ ଯିବୁ ତ ବ୍ଲଗ୍ଟି ମୁଁ ବନେଇବି, ଆପଣମାନେ ବି ଦେଖିବେ ଆମେ କୁଆଡ଼େ ଯାଉଛୁ। ଆଉ ଗୋଟେ ଜିନିଷ ହେଲାଣି, ଏଇ ଭିଡ଼ିଓଟା ଆପଣମାନେ ଦେଖୁଛନ୍ତି 23 ତାରିଖ ଦିନ। ମୁଁ ରାତିରେ ଏବେ ଏଡ଼ିଟିଂ କରିଦେଲି, ଆପଣମାନେ 23 ତାରିଖ ସରି 29 ତାରିଖ ଦିନ, ଅକ୍ଟୋବର 29 ତାରିଖ ଦିନ, ମୁଁ ଭୁଲ କହୁଛି, ଅକ୍ଟୋବର 28 ତାରିଖ ଦିନ, ମାନେ ଏଇ ରାତିରେ ଆମେ 12ଟା ବେଳେ ମୁଁ ଭିଡ଼ିଓଟା ବନେଇଦେଲି। ସକାଳକୁ ଅପଲୋଡ଼ ଯେମିତି ହେଲେ ବି ହେଇଯାଇଥିବ, ଆପଣମାନେ ନିହାତି ଦେଖିବେ। ଆମକୁ ବହୁତ ସାରା ୱିଶ୍ କରିବେ, ବହୁତ ସାରା ନା କ'ଣ? ଆଉ କ'ଣ କୁହ? ତାଙ୍କୁ ନିଦ ଲାଗିଲାଣି, ଆକ୍ଚୁଆଲି ଢୋଳଉଛନ୍ତି। ତ କାଲି ଆମେ କୁଆଡ଼େ ଯାଉଛୁ, କ'ଣ କରୁଛୁ, ଆପଣମାନେ ଯଦି ଦେଖିବାକୁ ଚାହୁଁଛନ୍ତି ତ ନ ଯାଇପାରିବୁ ତ ଛାଡ଼ନ୍ତୁ। ଯଦି ଆମେ ଯାଉଛୁ ଯୁଆଡ଼େ, ଯଦି ଆମର ଯେଉଁଟା ପ୍ଲାନିଂ ଅଛି କୁଆଡ଼େ ଯାଉଛୁ କ'ଣ, ଯଦି ଆପଣମାନେ ଦେଖିବାକୁ ଚାହୁଁଛନ୍ତି ତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ କି ସର୍ବପ୍ରଥମେ ଆସୁଥିବା ଭିଡ଼ିଓଟି ଆପଣଙ୍କ ପାଖରେ ଯାଇକି ପହଞ୍ଚିଯିବ। ଆଉ ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତ ଗୋଟେ ଲାଇକ୍ କରିବେ। ଚ୍ୟାନେଲକୁ ନୂଆ କରି ଆସିଥିଲେ ତ ସବସ୍କ୍ରାଇବ୍ ନ କରି କଦାପି ଯିବେନି। ଭିଡ଼ିଓଟି କେମିତି ଲାଗିଲା ଆପଣମାନଙ୍କୁ କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ। ମାନେ ଇଏ ଏତେ କେମିତି ଶୋଇନାହାନ୍ତି? ତମେ କିଛି ଭାବିଥିଲ ଠିକାରେ ଏମିତି କିଛି ହବ? ତମେ କ'ଣ ଶୋଇନା? ଠିକ୍ ଅଛି, ଇଏ ଏମିତିରେ ବି ଲେଟ୍ରେ ଶୁଅନ୍ତି, କିନ୍ତୁ ମୋର ଯେଉଁଦିନ ଜନ୍ମଦିନ ହେଲା ସେଦିନ କ'ଣ କଲେ ନା, ମୁଁ ଆପଣମାନଙ୍କୁ ଦେଖାଉଛି କ'ଣ କଲେ ସେଦିନ। ଦେଖାଉଛି ଠିକ୍ ରାତି 12ଟାରେ ସେ କ'ଣ କଲେ। ଏମିତି କଲେ। ଠିକ୍ ଏମିତି କରିଥିଲା, କିନ୍ତୁ ମୁଁ ଏତେ କଷ୍ଟ ତାଙ୍କୁ ଦେଇନି। ମାନେ ଗୋଟେ ଛୁଆ ଏତେ ନିଦରେ ରହୁଛି, ଇଏ ତାକୁ ଭୁତାରି ଗନା ହାପି ବାର୍ଥଡେ ଟୁ ୟୁ। ତ ଏବେ ଆମେ ଯାଉଛୁ ଶୋଇପଡ଼ୁ। ଟାଟା ବାଏ ବାଏ। ଏଇଟା ଗୋଟେ ଜିନିଷ ଫାଷ୍ଟ ନୁହେଁ କି ତାଙ୍କ ବାର୍ଥଡେରେ ଏଇଟା ଫାଷ୍ଟ କେକ୍ ମୁଁ ବନେଇଛି। ମୁଁ ବାହାଘର ପୂର୍ବରୁ ବି ତାଙ୍କ ଜନ୍ମଦିନରେ ଥରେ ମୁଁ ଆମ ଘରେ କେକ୍ ବନେଇଥିଲି, ଆଉ ଏଇଟା ସେକେଣ୍ଡ ଟାଇମ୍। ଆଉ
ଆଉ କେକ୍ଟି ମାନେ କହିବାକୁ ଗଲେ ଅଧିକରୁ ଅଧିକ ଜିନିଷ କିଣା ହେଇଛି। ଏଇଟା କିଣା ହେଇଛି ବହୁତ ସାରା ଜିନିଷ। ଆଉ ଆର ଘରେ ଯେଉଁଟା ମୁଁ ବନେଇଥିଲି ବାହାର ପୂର୍ବରୁ ସେଇଟା ବି ବହୁତ ଭଲ ଥିଲା। ଆଉ ସବୁ କିଛି ମୋ ନିଜ ହାତରେ ହିଁ ମୁଁ କରିଥିଲି, ବହୁତ ବଢ଼ିଆ ଥିଲା। ଏଇଟା ବି ବହୁତ ବଢ଼ିଆ ଅଛି ଯେହେତୁ ତାଙ୍କ ସହିତ ମୁଁ ଏଇଟା ପାଳୁଛି। ଆଉ ପୂର୍ବ ଜନ୍ମଦିନ ଦିନ ମାନେ ମୁଁ ଏକୁଟିଆ, ତାଙ୍କ ଜନ୍ମଦିନ ଥିଲା ମୁଁ ଏକୁଟିଆ ବାସ୍ କେକ୍ଟା କାଟିଥିଲି ତାଙ୍କ ଜନ୍ମଦିନରେ। କିନ୍ତୁ ଏଇଟାରେ ଆମେ ଦୁଇ ଜଣ ସାଙ୍ଗ ହେଇକି ଅଛୁ, ସେଥିପାଇଁ ଏଇଟା ଟିକେ ଅଧିକ ଖୁସି ଲାଗୁଛି। ଆଉ କିଛି କହିପାରିବିନି, ରାତି ହେଲାଣି ତ ଯାଉଛୁ ଆମେ ଶୋଇବୁ। ଟାଟା ବାଏ ବାଏ।